ওম নমো ভগবতে বাসুদেবায়। সপ্তবিংশ অধ্যায়। শপথ বিংশ অধ্যাୟରେ পুରୁଷ ପ୍ରକୃତି ବିଚାରେ ସାଧନା ବଳେ ମୋକ୍ଷ ପାଇ କହନ୍ତି କପିଳ ଗୋସାଇଁ। ବିଷ୍ଣୁ କହନ୍ତି ତୋଷ ମନେ ମନୁତ ନୟା ସନ୍ନିଧାନେ। ଶ୍ରୀ ଭଗବାନୁବାଚ ଶୁଣ ଜନନୀ ଏକ ମନ ଦେହରି ଅଜ ନିରଞ୍ଜନ। ନିର୍ଗୁଣ ନିର୍ବିକାରମୟେ ବସଇ ଆତ୍ମା ରୂପେ ଦେହେ। ପ୍ରକୃତି ଗୁଣେ ନୋହେ ସଙ୍ଗ ଜଳେ ଯେ ସନେ ଅର୍କବିମ୍ବ। ସେ ଦେହ ଧର୍ମେ ବଦ୍ଧ ହୋଇ ଆତ୍ମାକୁ ଅହଙ୍କାର ବହି। ଆତ୍ମାର ଦୁଃଖ ସୁଖ ମଣେ କର୍ମ କରତା ମୁଁ ପ୍ରମାଣେ। ଆତ୍ମାର ବନ୍ଧ କର୍ମ ପାକେ ନିତ୍ୟ ଭ୍ରମଇ ଦୁଃଖ ସୁଖେ। ଦେହକୁ କରେ ଅଭିମାନ ଏଣୁ ହରଇ ନିଜ ଜ୍ଞାନ। ନିରତେ ଅହଙ୍କାର ଘେନି ଏମନ୍ତେ ଭ୍ରମେ ନାନା ଯୋନି। ଦେଶନେ ଜଳେ ପ୍ରାଣୀ ପଶେ ପୁଣି ଉଠନ୍ତେ ଶିର ଦିଶେ। ଜନ୍ମ ମରଣ ଏହି ମତେ ଅର୍ଜିଲା କର୍ମର ଆୟତେ। ଆତ୍ମାର କର୍ମ ଫଳ ଘେନି ଜୀବ ଭ୍ରମଇ ନାନା ଯୋନି। ଅଜ୍ଞାନେ ଏ ଘୋର ସଂସାରେ ଜୀବ ଭ୍ରମଇ ଅହଙ୍କାରେ। ଦୁଃଖ ଲଭଇ ବାରେ ବାରେ ଆତ୍ମାର ଗତି ନ ବିଚାରେ। ସ୍ୱପ୍ନେ ଅନର୍ଥ ଯେତେ ଦେଖି ନାନା ପ୍ରପଞ୍ଚେ ଉପଲକ୍ଷୀ। ଦେଖନ୍ତେ ମଣେ ତା ପ୍ରତ୍ୟକ୍ଷ ଯେହ୍ନେ ଜାଗରେ ହୋଏ ମିଛ। ଏ ରୂପେ ଜୀବର ସଞ୍ଚାର ଏମନ୍ତ ମାୟା ଏ ସଂସାର। ଏ ଜୀବ ମୋହିତ ଅଜ୍ଞାନେ ଏ ରୂପେ ପଡ଼ଇ ବନ୍ଧନେ। ଏଣୁ ସଂଯମ ଚିତ୍ତ କରି ବିଷୟ ବିଷରୁ ଧରି। ଭକ୍ତି ବିରକ୍ତି ଯୋଗ ବଳେ ମନକୁ ବଶ କରି ହେଳେ। ନିୟମେ ସ୍ଥାପି ସୁନିଶ୍ଚଳେ ଛାଡ଼ି ଇନ୍ଦ୍ରିୟ ସଙ୍ଗ ମେଳେ। ବିଷ୍ଣୁ ବିଷୟେ ମନ ଧରି ସାଧିବ ଶରୀର ପାଶୋରି। ଯତ୍ନେ ସାଧିବ ଯୋଗ ତପ ସତ୍ୟ ଶୌଚ ଶ୍ରଦ୍ଧା କଳ୍ପ। ମୋହର ଗୁଣ କର୍ମ ଯଶ ଶ୍ରବଣେ ହୋଇ ବହରସ। ସକଳ ଜୀବେ ନିଜ ପ୍ରାୟେ ସମେ ଦେଖିବ ବିଷ୍ଣୁମୟେ। ପ୍ରାଣୀଙ୍କ ହିତେ ଥିବ ନିତ୍ୟେ ଚଞ୍ଚଳ ଇନ୍ଦ୍ରିୟ ସଂଯତେ। ଈଶ୍ୱରେ ସ୍ଥାପି କର୍ମଫଳ ସ୍ୱଧର୍ମ ସାଧିବ ନିଶ୍ଚଳ। ପ୍ରଥମ ଆଶ୍ରମର ମତେ ସ୍ୱଧର୍ମ ମୌନ ସତ୍ୟଯୁତେ। କରି ଛାଡ଼ିବ ଗୃହ ସ୍ନେହ ଯେ ଅହଙ୍କାର ମାୟା ମୋହ। ଆହାରେ ଭଲ ମନ୍ଦ ନାହିଁ ଯେବା ମିଳିବ ଯାହା ଯହିଁ। ଅଳ୍ପ ଭୋଜନେ ମନ ତୋଷି ଏକାନ୍ତ ସ୍ଥାନେ ନିତ୍ୟ ବସି। କରୁଣ ଶାନ୍ତ ଶିଷ୍ଟ ଗୁଣ ସକଳ ଭୂତେ ମିତ୍ରପଣ। ସୁହୃଦ ସୁତ ଗୃହ ନାରୀ ଏ ଦେହେ ମମତା ନ କରି। ପ୍ରକୃତି ପୁରୁଷ ବିଚାର ଜ୍ଞାନର ତତ୍ତ୍ୱ ଅବଧାର। ତେଣେ ନିବୃତ୍ତ ବୁଦ୍ଧି ଭାବ ଜାଗ୍ରତ ସ୍ୱପ୍ନ ଆଦି ଭାବ। ଅନ୍ୟ ଦର୍ଶନ ତାର ନାହିଁ ଆତ୍ମାରେ ଆତ୍ମାକୁ ଦେଖଇ। ଚକ୍ଷୁର ଅର୍କେ ଅର୍କ ପ୍ରାୟେ ଦେଖଇ ସର୍ବ ବ୍ରହ୍ମମୟେ। ସେ ବ୍ରହ୍ମ ନିତ୍ୟ ଲିଙ୍ଗ ମୁକ୍ତ ଆଭାସେ ଅହଙ୍କାରେ ସ୍ଥିତ। ଏଣୁ ଯେ ଅହଙ୍କାରୀ ଜୀବ କି ରୂପେ ବ୍ରହ୍ମଙ୍କୁ ଦେଖିବ। ଭୂମାତ ସଂଶୟ ନ କର ପ୍ରମାଣ କହିବା ତାହାର।
ଯେସନେ ରବି ବିମ୍ବ ଜଳେ ଆଭାସୁ ପୁଣି ଲକ୍ଷୀ ସ୍ଥଳେ ପୁଣି ସେ ଜଳ ବିମ୍ବ ବଳେ ଆକାଶ ରବି ଦେଖି ଡୋଳେ ତେସନେ ଦେହେନ୍ଦ୍ରିୟ ମନେ ଏ ଜୀବ ଥାଇ ନ ପ୍ରଚ୍ଛନ୍ନେ ଏ ଯେ ତ୍ରିଗୁଣ ଅହଙ୍କାର ଆଭାସ ଯହିଁରେ ବ୍ରହ୍ମର ତହୁଁ ବ୍ରହ୍ମକୁ ଉପଲକ୍ଷି ପୁଣି ପ୍ରତ୍ୟକ୍ଷେ ତାକୁ ଦେଖି ଆତ୍ମା ଅଟଇ ଶୁଦ୍ଧ ଜ୍ଞାନ ଅନୁଭବରେ ତା ପ୍ରମାଣ ସୁଷୁପ୍ତି ଅବସ୍ଥାରେ ଯେବେ ଭୂତାଦି ରହେ ଲୀନ ଭାବେ ନିଦ୍ରାରେ ଅହଙ୍କାର ଶୂନ୍ୟ ଆତ୍ମା ସ୍ୱରୂପେ ବର୍ତ୍ତମାନ ଦ୍ରଷ୍ଟା ସ୍ୱରୂପେ ଥାଇ ଦେହେ ନିଜକୁ ମଣେ ନଷ୍ଟ ପ୍ରାୟ ଉପାଧି ନାଶ ହେବା ଜାଣି ଆପଣା ନାଶ ପରିମାଣି ଧନ ବିନାଶେ ଲୋକ ଯେହ୍ନେ ଆପଣା ନାଶ ପ୍ରାୟ ମଣେ ସୁଷୁପ୍ତି ଅବସ୍ଥାରେ ପୁଣ ବିଷୟ ମାତ୍ର ନୁହେଁ ଜ୍ଞାନ ଏ ରୂପେ ସଂଶୟ ନ କର ଭୋମାତା ମନରେ ବିଚାର ସୁଷୁପ୍ତି ଭଙ୍ଗରେ ପୁରୁଷ ଏ ରୂପ କର ଇ ପ୍ରକାଶ ମୁଁ ଆଜି ସୁଖେ ନିଦ୍ରା ଗଲି କିଛି ମାତ୍ର ହିଁ ନ ଜାଣିଲି ଯେଣୁ ଏ ରୂପେ ମନେ ଥାଇ ଆତ୍ମା ନଥିଲେ ଜ୍ଞାନ କାହିଁ ପ୍ରକାଶେ ଯେ କାର୍ଯ୍ୟ କାରଣ ସେ ଦ୍ରଷ୍ଟା ରୂପେ ବର୍ତ୍ତମାନ ଦେବହୂତି ଉବାଚ ହେ ପ୍ରଭୁ ପୁରୁଷ ପ୍ରକୃତି କେହି କାହାକୁ ନ ଛାଡ଼ନ୍ତି ଅନ୍ୟନ୍ୟ ଆଶ୍ରୟେ ସେ ନିତ୍ୟ କେବେ ନୁହନ୍ତି ସେ ଚ୍ୟୁତ ଯେମନ୍ତେ ଭୂମି ଗନ୍ଧ ଦୁଇ କେହି କାହାକୁ ନ ଛାଡ଼ଇ ଅଥବା ଦେଖ ଜଳରସ ଏକ ଅଭାବେ ଏକ ନାଶ ସେ ରୂପେ ପ୍ରକୃତି ପୁରୁଷେ ବିୟୋଗ କି ରୂପେ ପ୍ରକାଶେ ଅକର୍ତ୍ତା ପୁରୁଷ ବିଚାର ତ୍ରିଗୁଣେ ପ୍ରକୃତି ସଞ୍ଚାର ଏ କର୍ମ ବନ୍ଧ ଯେଣୁ ତାର କେମନ୍ତେ ମୁଖ୍ୟ ଏହାଙ୍କର କେହି ବିବେକ ଜ୍ଞାନ ତତ୍ତ୍ୱେ ସଂସାର ଯେବେ ବା ନିବର୍ତ୍ତେ ହେତୁ ତାହାର ଯେଣୁ ଥାଇ କି ରୂପେ ମୁଖ୍ୟ ବା ଘଟଇ ଶ୍ରୀ ଭଗବାନୁବାଚ ଶୁଣ ଜନନୀ ଦେଇ ଚିତ୍ତ ଯେବା ଜୀବର ବନ୍ଧ ମୁକ୍ତ ନିଷ୍କାମେ ସ୍ୱଧର୍ମରେ ଥାଇ ମନ ନିର୍ମଳେ ମୋତେ ଧ୍ୟାଇ ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନେ ଭକ୍ତିରେ ସାଧିବ ଯତନେ ତତ୍ତ୍ୱଦର୍ଶନ ଜ୍ଞାନ ବଳେ ଦୃଢ଼ ବୈରାଗ୍ୟ ତପ ବଳେ ଆତ୍ମାର ପ୍ରାପ୍ତି ଉପାୟରେ ଚିତ୍ତ ଏକାଗ୍ର ସମାଧିରେ ଏ ସର୍ବ ପ୍ରକାରେ ସାଧନ ଖଣ୍ଡଇ ଜୀବର ବନ୍ଧନ ପ୍ରକୃତି ଅଳ୍ପ ଅଳ୍ପ ହୋଇ ପୁରୁଷ ସଙ୍ଗକୁ ତେଜଇ ଯେସନେ ଅରଣିରୁ ଅଗ୍ନି ଜନମି ଦହଇ ଅରଣି ପ୍ରକୃତି ଭୋଗ ଶେଷ ହେଲେ ତାହାର ଦୋଷ ଦିଶେ ଭଲେ କାଟିଣ ସବୁ ବନ୍ଧ ପାଶ ଆନନ୍ଦେ ବିହରେ ପୁରୁଷ ଯେସନେ ସ୍ୱପନେ ଅନର୍ଥ ଜାଗିଲେ ହୁଅ ଇୟ ସତ୍ୟମ୍ ତେସନେ ସଂସାର ଦିଶଇ ମୋ ମାୟା ତାକୁ ନ ଲାଗଇ ବହୁତ ଜନ୍ମ ଭାଗ୍ୟ ବଳେ ଆଧ୍ୟାତ୍ମ ଜ୍ଞାନ ହୁଏ କାଳେ ଏ ରୂପେ ଆତ୍ମା ରାମ ମୁନି ବ୍ରହ୍ମଲୋକକୁ ତୁଚ୍ଛ ମଣି ମୋ ଭକ୍ତ ହୋଇ ମୋ ପ୍ରସାଦେ ଆତ୍ମାକୁ ଜାଣେ ଅପ୍ରମାଦେ କୈବଲ୍ୟ ଧାମ ମୋ ଆଶ୍ରୟ ଲଭେ ମୁକ୍ତି ଆଦି ଶ୍ରେୟ ଲିଙ୍ଗ ଶରୀର ନାଶ ଯାଇ ଆଉ ଲେଉଟି ନ ଆସଇ
ଯାହାର ଚିତ୍ତ ଯୋଗୁଆନ ମାୟାରେ ନୁହଇ ବିଭ୍ରମ, ସେ ଆତ୍ୟନ୍ତିକି ଗତି ପାଇ ଯହିଁରେ ମୃତ୍ୟୁ ଭୟ ନାହିଁ। ମୈତ୍ରେୟ ବିଦୁର ଅଗ୍ରତେ ବହୁ ସାଧନ ଯୋଗ ମତେ, କହିଲେ କପିଳଙ୍କ ବାଣୀ ଶୁଣି ସଂସାରୁ ତର ପ୍ରାଣୀ। ସୁଜନେ ଚିନ୍ତ ମନେ ଏହା ଯେବେ ଖଣ୍ଡିବ ଭବ ମାୟା, ହରିଚରଣେ ଦେଇ ଚିତ୍ତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ କାପିଳେಯೋପାଖ୍ୟାନେ ପୁରୁଷ ବିବେકોପାୟ ବର୍ଣ୍ଣनं ନାମ ସପ୍ତବିଂଶୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମস্তୁ। ଓಂ ନମୋ ଭଗବତେ ବାସୁଦେବାୟ।